ଆପଣଙ୍କ ପାଖରେ ଗୋଟିଏ ରାସନ କାର୍ଡ ରହିଛି କି? ରାସନ କାର୍ଡ ଆପଣମାନଙ୍କର ବିଭିନ୍ନ ପ୍ରକାର ରହିଛି, ଯେମିତିକା ଏପିଏଲ୍ ରହିଛି, ବିପିଏଲ୍ ରହିଛି, ଏୱାଇ ରହିଛି, ପିଏଚ୍ଏଚ୍ ରହିଛି। ତ ଏହାରି ମଧ୍ୟରୁ ଯଦି ଆପଣଙ୍କ ପାଖରେ ଗୋଟିଏ ବିପିଏଲ୍ ରାସନ କାର୍ଡ ରହିଛି, ଆପଣମାନଙ୍କ ପାଇଁ ସରକାରଙ୍କ ତରଫରୁ ଏହି ଯୋଜନାଟି ରହିଛି। ଏହି ଯୋଜନାଟି ଆପଣମାନଙ୍କ ପରିବାର ପାଇଁ, ଯେଉଁ ପରିବାରଙ୍କ ପାଖରେ ଗୋଟିଏ ବିପିଏଲ୍ ରାସନ କାର୍ଡ ରହିଛି, ସରକାରଙ୍କ ତରଫରୁ ଏହି ଯୋଜନାରେ ଆପଣମାନେ ସାମିଲ ହେଇ ଆର୍ଥିକ ସହାୟତା ପାଇବା ପାଇଁ ଯାଉଛନ୍ତି। ଏହି ଯୋଜନା ଖାସ କରି ବିପିଏଲ୍ ରାସନ କାର୍ଡ ଧାରୀ ମାନଙ୍କ ପାଇଁ। ବିପିଏଲ୍ ରାସନ କାର୍ଡ ଧାରୀ ମାନଙ୍କୁ ମିଳିବ 20,000 ଟଙ୍କା। ବିପିଏଲ୍ ରାସନ କାର୍ଡ ଧାରୀ ମାନେ କେମିତି ପାଇବେ 20,000 ଟଙ୍କା? ଆବେଦନ ପ୍ରକ୍ରିୟା କେମିତି କ'ଣ ରହିଛି? ଅନଲାଇନରେ କରିବେ ନା ଅଫଲାଇନରେ କରିବେ? ଆବେଦନ କରିବା ପାଇଁ ଆପଣମାନେ କୋଉଠିକି ଯିବା ପାଇଁ ପଡ଼ିବ? ଆପଣ ପଞ୍ଚାୟତ ଅଫିସକୁ ଯିବେ ନା ବ୍ଲକକୁ ଯିବେ ନା ରାସନ ଡିଲରଙ୍କ ପାଖକୁ ଯିବେ? ଏହି ଯୋଜନାରେ ସାମିଲ ହେବା ପାଇଁ ଆପଣମାନଙ୍କର ଯୋଗ୍ୟତା ମାନଦଣ୍ଡ କ'ଣ ସବୁ ରହିଛି? ଏହି ଯୋଜନାରେ କେଉଁ ହିତାଧିକାରୀ ମାନେ ସାମିଲ ହେବେ? କେଉଁ ରାସନ କାର୍ଡ ହିତାଧିକାରୀ ମାନେ ଏହି ଯୋଜନାରେ ସାମିଲ ହେଇପାରିବେ? ଏବଂ ଏହି ଯୋଜନାରେ ଆପଣମାନଙ୍କର ଆବଶ୍ୟକତା ଡକୁମେଣ୍ଟସ୍ କ'ଣ ସବୁ ଲାଗିବ, ଏହାର ସମ୍ପୂର୍ଣ୍ଣ ସୂଚନା ମୁଁ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବେ, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। କାରଣ ସରକାରଙ୍କ ତରଫରୁ ଯେଉଁ ନୂଆ ଯୋଜନା ଆସିବ, ସେଇ ନୂଆ ଯୋଜନା ବିଷୟରେ ଆପଣ ଜାଣିବାକୁ ପାଇବେ ଏବଂ ଯେଉଁ ଯୋଜନା ଗୁଡ଼ିକରେ ଆପଣମାନେ ସାମିଲ ହେଇଛନ୍ତି, ସେଇ ଯୋଜନା ଗୁଡ଼ିକର ନୂଆ ନୂଆ ଅପଡେଟ୍ ଆପଣ ଆଗ ଜାଣିବେ, ସେଇ ଅନୁସାରେ ମଧ୍ୟ କାର୍ଯ୍ୟ କରିବେ। ସବୁ ଯୋଜନାର ଆବେଦନ ପ୍ରକ୍ରିୟା ଏହି ଚ୍ୟାନେଲ ମାଧ୍ୟମରୁ ଆପଣ ହିଁ ଜାଣିବାକୁ ପାଇବେ। ପ୍ରଥମେ ଆସନ୍ତୁ ଜାଣିବା ଏହି ଯୋଜନାଟି କ'ଣ। ଏହି ଯୋଜନାରେ ଆପଣମାନେ କେମିତି ବେନିଫିଟ୍ସ ଗୁଡ଼ିକ ପାଇପାରିବେ। ବର୍ତ୍ତମାନ ଦେଖନ୍ତୁ, ଏହି ଯୋଜନାର ନାମ ରହିଛି ନ୍ୟାସନାଲ ଫ୍ୟାମିଲି ବେନିଫିଟ୍ ସ୍କିମ୍, ଅର୍ଥାତ୍ ଜାତୀୟ ପରିବାର ଲାଭ ଯୋଜନା। ସର୍ଟ ଫର୍ମରେ କୁହାଯାଏ NFBS। ଦେଖନ୍ତୁ, ଜାତୀୟ ପରିବାର ଲାଭ ଯୋଜନା NFBS ଭାରତର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବିପିଏଲ୍ ପରିବାରକୁ ପ୍ରଥମ ରୋଜଗାରକ୍ଷମ ବ୍ୟକ୍ତି, ଅର୍ଥାତ୍ 18ରୁ 60 ବର୍ଷ ବୟସର ଲୋକ ଯଦି ମୃତ୍ୟୁବରଣ କରେ, ଏକକାଳୀନ 20,000 ଟଙ୍କା ପ୍ରଦାନ କରେ, ଯାହା ପରିବାରର ଜୀବିତ ମୁଖ୍ୟଙ୍କୁ ସହାୟତା କରି ସାମାଜିକ ସୁରକ୍ଷା ପ୍ରଦାନ କରେ। ଦେଖନ୍ତୁ, ଏଇ ଯେଉଁ ଯୋଜନାଟି ଆପଣମାନଙ୍କର ରହିଛି ଜାତୀୟ ପରିବାର ଲାଭ ଯୋଜନା NFBS, ଏହି ଯୋଜନାରେ ମୁଖ୍ୟତଃ ସେହି ପରିବାର ମାନେ ସାମିଲ ହେଇପାରିବେ ଯେଉଁ ପରିବାରଙ୍କ ପାଖରେ ଗୋଟିଏ ବିପିଏଲ୍ ରାସନ କାର୍ଡ ରହିଛି। ବିପିଏଲ୍ ରାସନ କାର୍ଡ କହିବାକୁ ଗଲେ ଯେଉଁ ପରିବାର ଗୁଡ଼ିକ ଗରିବ ସୀମାରେଖା ତଳେ ରହୁଛନ୍ତି, ଯେଉଁ ପରିବାରରେ ବର୍ଷକୁ ରୋଜଗାର 20,000 କିମ୍ବା ତାଠାରୁ କମ୍ ହେଉଛି, ଏହିଭଳି ରାସନ କାର୍ଡ ହିତାଧିକାରୀ ମାନେ ପାଇବାକୁ ଯାଉଛନ୍ତି 20,000। କେତେବେଳେ ଆପଣ ପାଇବେ? ଯେଉଁ ବ୍ୟକ୍ତିଙ୍କ ନାମରେ ବିପିଏଲ୍ ରାସନ କାର୍ଡ ରହିଛି, ତାଙ୍କର ବୟସ 18ରୁ 60 ବର୍ଷ ବୟସ ହୋଇଥିବା ଦରକାର। ତାଙ୍କର କୌଣସି କାରଣବଶତଃ ମୃତ୍ୟୁ ହେଇଯାଉଛି, ତାହେଲେ ସେହି ପରିବାରର ସଦସ୍ୟମାନଙ୍କୁ 20,000 ଟଙ୍କା ମିଳିବ। ଏହି ଯୋଜନାଟି ଭାରତ ସରକାରଙ୍କ ଦ୍ୱାରା ଜନହିତକାରୀ ଯୋଜନା ଭାବରେ ବେଶ ପରିଚିତ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗରିବ ଶ୍ରେଣୀର ପରିବାର ଲୋକମାନଙ୍କ ପାଇଁ ଏହି ଯୋଜନା ସେତେବେଳେ ସାହାଯ୍ୟ କରିବ, ପରିବାରର ମୁଖ୍ୟ ସଦସ୍ୟଙ୍କର ମୃତ୍ୟୁ ହେଇଯାଉଛି, ସେତେବେଳେ ତାଙ୍କର ପରିବାରକୁ ଏହି ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ମିଳିବ, ତାହା ପୁଣି 20,000 ଟଙ୍କାର। ସାଫ କହିବାକୁ ଗଲେ, ଆପଣଙ୍କ ପରିବାରରେ ଗୋଟିଏ ବିପିଏଲ୍ କାର୍ଡ ରହିଛି, ଆପଣଙ୍କ ପରିବାରର ଯିଏ ମୁଖ୍ୟ ସଦସ୍ୟ ରହିଛନ୍ତି, ଅର୍ଥାତ୍ ସିଏ ରୋଜଗାର କରୁଛନ୍ତି, ତ ସେଇ ସଦସ୍ୟଙ୍କର ମୃତ୍ୟୁ ହେଇଗଲା, ତାଙ୍କର ବୟସ କିନ୍ତୁ ଆପଣ ମନେ ରଖନ୍ତୁ 18ରୁ 60 ବର୍ଷ ହୋଇଥିବା ଦରକାର। ତେବେ ଆପଣମାନେ ଏହି ଯୋଜନାରେ ସାମିଲ ହେଇ ଏହି ଆର୍ଥିକ ସହାୟତାଟିକୁ ପାଇପାରିବେ। ଏହା ସହିତ ଆହୁରି ମଧ୍ୟ ମେନସନ୍ ରହିଛି
जहाँ परिवार रो जीवित मुख्यों को सहायता करी सामाजिक सुरक्षा प्रदान करे। जातीय सामाजिक सहायता कार्यक्रम अर्थात एनएसएपी अंतर्गत एही केंद्रीय प्रायोजित योजना रे स्थानीय कार्यालय किंबा ऑनलाइन पोर्टाल माध्यम रे आवेदन पत्र दाखल करी बीपीएल स्थिति एवं रोजगारक्षम व्यक्ति मृत्युर प्रमाणपत्र आवश्यकता रही। आसंतु जानिबा एही योजनार लाभ गुड़िक कौन सब रही। एही योजनारू आपण मानकु सुविधा सुजोग कौन प्रदान करा जिवो। देखंतु बीपीएल कार्ड धारीकर जदि मृत्यु हो जाउची तांकर परिवार जो सदस्य माने रहिछंती सेही सदस्य मानकु एही आर्थिक सहायता मिलिबो डीबीडी माध्यम रे। सेही परिवार रो सदस्य माने आर्थिक सहायता पाइबेकु गले आवेदन करिवे। आवेदन परे आपण मानकर गुटे जांच प्रक्रिया हबो। देखंतु जदि जांच समय रे जणा पड़िले आपणक परिवार सदस्य जनक जणे मुख्य थिले आपणक परिवार रो एवं रोजगार क्षम मध्य थिले जांच समाप्ति परे आपण मानकु आर्थिक सहायता मिलिबो। आसंतु जानिबा एही योजनार मुख्य विवरणी विषय रे। प्रथमतः लाभर परिमाण। लाभर परिमाण आपण मानकर रहिछि 20,000 टंका। एही 20,000 टंकाटी आपण माने किस्ती आकार पाइबे ना एककालीन पाइबे। देखंतु एही 20,000 टंकाटी आपण एककालीन पाइबे। द्वितीय रे उद्देश्य। देखंतु गरीब परिवार रो मुख्य रोजगारकर्ता को हराइबा परे सेमानकु आर्थिक सहायता एवं सामाजिक सुरक्षा प्रदान करिबा। तृतीय रे ए योजना रे दाता किए कहबा गले केंद्रीय एनएसएपी अधीन रे राज्य सरकार को द्वारा कार्यकारी करा जाउची। आसंतु जानिबा एही योजना रे शामिल होबाकू हेले आपण मानकर योग्यता मानदंड कौन सब रही। 1 नंबर रे परिवारटी दारिद्र्य सीमारेखा तले अर्थात बीपीएल कार्ड धारी थिबा आवश्यक। 2 नंबर रे मुख्य रोजगारक्षम व्यक्ति मृत्युवरण करिथिबा आवश्यक अर्थात प्राकृतिक किंबा दुर्घटना जनित कारण थिबा आवश्यक। 3 नंबर रे मृत रोजगारक्षम व्यक्ति बयस 18 रु 60 वर्ष मध्य रे हेबा आवश्यक। 4 नंबर रे आवेदनकारी परिवार रो उत्तराधिकारी हेबा आवश्यक एवं जड़े गृहिणी को मध्य रोजगारक्षम बोली विवेचना करा जाई परिबो। आसंतु जानिबा एही योजना रे आवेदन करिबाकू हेले आपण मानकर आवश्यकता डॉक्यूमेंट्स कौन सब रही। 1 नंबर रे आपण मानकर रही बीपीएल राशन कार्ड। 2 नंबर रे आय प्रमाण पत्र। 3 नंबर रे रोजगारक्षम व्यक्ति मृत्यु प्रमाण पत्र। 4 नंबर रे मृतंक बयस प्रमाण। 5 नंबर रे पासपोर्ट आकार रो फोटोग्राफ। 6 नंबर रे आधार कार्ड। 7 नंबर रे बैंक अकाउंट विवरणी। एबे आसंतु जानिबा एही योजना रे शामिल होबा पाई आवेदन प्रक्रिया केमिति कोन रही। प्रथमतः साधारण कलेक्टर कार्यालय तहसीलदार कार्यालय किंबा तलाथी कार्यालय भली स्थानीय कर्तृपक्ष निकट रे आवेदन दाखल करा जाए। यह थिला ऑफलाइन प्रक्रिया। ऑनलाइन प्रक्रिया केमिति रही। प्रथमतः आपण उमंग ऐप टी को डाउनलोड करनियंतु नचेत एही वीडियो रो डिस्क्रिप्शन ले मो लिंक प्रोवाइड कर देछि। आपण से लिंक पर क्लिक करी ऑफिशियली साइट रे पहुंचंतु। तापरे आपण मानकर मोबाइल नंबर देई ओटीपी जनरेट करंतु। ओटीपी देला परे आपण लॉगिन करनियंतु। लॉगिन कला परे आपण एनएसएपी ऑप्शन गुटे थिबो सेही ऑप्शन पर आपण क्लिक करंतु। तापरे आपण मानकर अप्लाई नाउ ऑप्शन पर क्लिक करंतु। तापरे आपण फॉर्म टी को पूर्ण करंतु। जेमितिका आपण सूचनाकारी तथ्य गुडी को प्रदान करंतु। तापरे पेंशन प्रदानकारी पद्धति को बाछंतु। फोटो आपण अपलोड करंतु एवं सबमिट ऑप्शन पर क्लिक करंतु।